ଦେଖ ଷ୍ଟୁଡେଣ୍ଟସ୍ ଆଜିର ଏଇ ଭିଡିଓରେ ଆମେ ତମର ଦ୍ୱିଘାତ ସମୀକରଣ ବିଷୟରେ ପଢିବା। ତ ଦେଖ ଦ୍ୱିଘାତ ସମୀକରଣ ମୁଁ ଏଠି ଗୋଟେ ଲେଖୁଛି, ସାଧାରଣ ରୂପଟା କଣ ରହିବ ବୁଝିପାରୁଛ? କ୍ୱେଶ୍ଚିନ୍ ଦେଖିକି ତମେ ସାଧାରଣ ରୂପ ଅନୁସାରେ ଏ ବି ସି ଲେଖିବ। ଦେଖ ସାଧାରଣ ରୂପଟା ହଉଛି ax ସ୍କ୍ୱାର ପ୍ଲସ bx ପ୍ଲସ c ଇକ୍ୱାଲ ଟୁ 0। ପଲିନୋମିଆଲଟା ଫାଷ୍ଟ ଆମେ କେମିତି ଲେଖିଥାନ୍ତି px, ତ ତମେ ଚିନ୍ତା କରିପାରିବ ଯେ px ଟା ତମର ଏମିତି ଲେଖା ହେଇଛି ax ସ୍କ୍ୱାର ପ୍ଲସ bx ପ୍ଲସ c ଇକ୍ୱାଲ ଟୁ 0। ଯଦି x ଇକ୍ୱାଲ ଟୁ ଆଲଫା ପାଇଁ, ତ ଏଠି ମନେ ରଖିବ ଯେ ଏଇଟା ତମର କେବେ ବି 0 ସହିତ ଇକ୍ୱାଲ ହବନି। ଏଇଟା ମନେ ରଖିଥିବ, କାରଣ ଏଇଟା ଯଦି 0 ସହିତ ଇକ୍ୱାଲ ହେଇଯିବ ତାହେଲେ ଏଇଟା ଦ୍ୱିଘାତ ସମୀକରଣ ହୋଇପାରିବ କି? ହୋଇପାରିବ ନାହିଁ। ତ ଦେଖ x ଇକ୍ୱାଲ ଟୁ ଆଲଫା ପାଇଁ ଯଦି ତମର ax ସ୍କ୍ୱାର ପ୍ଲସ bx ପ୍ଲସ c ଇକ୍ୱାଲ ଟୁ 0 ହୁଏ, ବୁଝିହଉଛି? ଏଇ ଯୋଉ ସମୀକରଣ ମାନଟା ତାହେଲେ ଯଦି 0 ହେଇଯାଏ, ତାହେଲେ ଏଇ ଯୋଉ ଆଲଫାଟା ହଉଛି କଣ? ତମର ଦ୍ୱିଘାତ ସମୀକରଣ ଗୋଟେ ମୂଳ ହବ, କିମ୍ବା ଶୂନ ମଧ୍ୟ ଆମେ କହିଥାନ୍ତି, ନୁହେଁ କି? ପଲିନୋମିଆଲର ଶୂନ କହନ୍ତି। ତ ଦେଖ n ଘାତୀ ସମୀକରଣ ଯଦି ଥାନ୍ତା n ଟି ମୂଳ ଆସେ, କିନ୍ତୁ ଏଠି ତମର ଦେଖ ଘାତ 2 ଅଛି ମାନେ କଣ ହବ? ତମର 2ଟି ମୂଳ ଆସିବ। ବୁଝିହେଲା? 2ଟା ମୂଳ କଣ କଣ ହବ? ଗୋଟେ ଆଲଫା ହେଇପାରିବ, ଗୋଟେ ବିଟା ନବା, ହେଲା? ଆଲଫା ଆଉ ବିଟା ନବା। ତ ଫର୍ମୁଲା କଣ ରହୁଛି? ଦେଖ ମୂଳ ଦ୍ୱୟର ଯୋଗଫଳ। ମୂଳ ଦ୍ୱୟର ଯୋଗଫଳ ମୁଁ କେତେ ଲେଖିବି? ଆଲଫା ପ୍ଲସ ବିଟା। ସେଇଭଳି ଭାବରେ ମୂଳ ଦ୍ୱୟର ଗୁଣଫଳର ମଧ୍ୟ ଗୋଟେ ସୂତ୍ର ଅଛି, ସେଇଟା ମନେ ରଖିବ। ଯେତିକି ଫର୍ମୁଲା ମନେ ରଖିଲେ କ୍ୱେଶ୍ଚିନ୍ କରିପାରିବ, ସେତିକି ଫର୍ମୁଲା ଆମେ ମନେ ରଖିକି ଯିବା, ପରୀକ୍ଷାରେ ସବୁ କ୍ୱେଶ୍ଚିନ୍ ଆରାମସେ ହୋଇପାରିବ। ମୂଳ ଦ୍ୱୟର ଗୁଣଫଳ କେତେ ହବ? ଆଲଫା ବିଟା, ନୁହେଁ କି? ଆଲଫା ପ୍ଲସ ବିଟା ପିଲାମାନେ ତମର ହଉଛି ମାଇନସ b ବାଇ a, ଆଲଫା ବିଟା ହଉଛି c ବାଇ a। ତ ସାଧାରଣ ରୂପ ଯୋଉ ଦେଖିକି ତମକୁ ଲେଖିବାର ଅଛି ଯେ ଏ ବି ସି କଣ ହବ? ସାଧାରଣ ରୂପଟା କଣ ନା ax ସ୍କ୍ୱାର ପ୍ଲସ bx ପ୍ଲସ c ଇକ୍ୱାଲ ଟୁ 0। ଉପରେ ବି କହିଥିଲି। ତ କ୍ୱେଶ୍ଚିନ୍ ଗୋଟେ ଦିଟା କଲେ ଆରାମସେ ବୁଝିପାରିବ। ଦେଖ ଏଠି ତମକୁ ଯୋଉ କ୍ୱେଶ୍ଚିନ୍ ଟା ଦେଇଛି, ଏଇଟା ତମର 20 ମସିହାର କ୍ୱେଶ୍ଚିନ୍। x ସ୍କ୍ୱାର ପ୍ଲସ ax ମାଇନସ 15 ଇକ୍ୱାଲ ଟୁ 0 ସମୀକରଣର ଗୋଟିଏ ବୀଜ 5 ହେଲେ c ର ମାନ କେତେ ହବ ତମକୁ ପଚାରିଛି। ଦେଖ ଏଟା c ନୁହେଁ, ଏଟା ହଉଛି ତମର a, ହେଲା? କ୍ୱେଶ୍ଚିନ୍ ରେ ତ ମୁଁ ଭୁଲରେ c ଲେଖିଦେଇଛି, କିନ୍ତୁ ଏଟା a ର ମାନ କେତେ ହବ ତମେ ବାହାର କରିବ। ତ ଦେଖ ସାଧାରଣ ରୂପଟା ଉପରେ କହିଥିଲି, ତ ବର୍ତ୍ତମାନ ତମେ କଣ କରିବ ନା ସାଧାରଣ ରୂପଟା ଦେଖିକି a b c କେତେ ହବ କାଢିଦବ। ସମୀକରଣଟା ମୁଁ ଫାଷ୍ଟ ଲେଖି ଦଉଛି, ତମକୁ ଦେଇଛି x ସ୍କ୍ୱାର ପ୍ଲସ ax ମାଇନସ 15 ଇକ୍ୱାଲ ଟୁ 0। x ସ୍କ୍ୱାର ପୂର୍ବରୁ ଯାହା ଅଛି ସେଇଟା ହଉଛି ତମର a, ତାହେଲେ a ଟା କେତେ ହବ? 1 ହବ। x ପୂର୍ବରୁ ଯାହା ଅଛି ସେଇଟା b ହବ, ମାନେ b ତମର ଏଠି a ଅଛି। ବୁଝିହେଲା? c ଟା ହଉଛି ତମର ଧ୍ରୁବ ସଂଖ୍ୟା, ହେଲା? ତ ମାଇନସ 15। ତ ଗୋଟିଏ ବୀଜ ତମକୁ ଦେଇଦେଇଛି ଏଠି 5, ନୁହେଁ କି? ତ ଦେଖ ଏଠି c ର ଭାଲ୍ୟୁ ଆମକୁ ଜଣା ଅଛି, a ର ଭାଲ୍ୟୁ ଜଣା ଅଛି, ମାନେ ମୂଳ ଦିଟାର ଗୁଣଫଳ। ମୂଳ ଦିଟା କିଏ? ଆଲଫା ବିଟା ନବା। ତ ଦେଖ ମୂଳ ଦ୍ୱୟର ଗୁଣଫଳଟି କେତେ ହବ? ସୂତ୍ର କଣ? c ବାଇ a। ତା ମାନେ ମୁଁ ଏଠି କରିବି ମାଇନସ 15 ବାଇ a ର ଭାଲ୍ୟୁ କେତେ? 1 ଅଛି, ତ ମାଇନସ 15 ବାଇ 1 କେତେ? ମାଇନସ 15। ବୁଝିହେଲା? ତ ବର୍ତ୍ତମାନ ଯଦି ଦେଖିବା, ଗୋଟେ ବୀଜ ଆମକୁ 5 ଦେଇଦେଇଛି, ମାନେ ଆଲଫାଟା ତମ ପାଖରେ ଅଛି 5, ମନେକର ଆଲଫା ହଉଛି 5। ତାହେଲେ ଦେଖ ଆଲଫା ଇଣ୍ଟୁ ବିଟା ତାହେଲେ କେତେ ଅଛି? ମାଇନସ 15 ଅଛି। ବୁଝି ହଉଛି? ତା ମାନେ ବିଟାଟା କେତେ ହେଇଯିବ? ମାଇନସ 15 ବାଇ 5 ଇକ୍ୱାଲ ଟୁ କେତେ? ମାଇନସ 3। ବୁଝିହେଲା? ତ ଏଠି ତମକୁ a ର ମୂଲ୍ୟଟା କେତେ ହବ ପଚାରିଛି, ନୁହେଁ କି?
ସୋ ବର୍ତ୍ତମାନ ଆମେ ଦେଖିବା ଯେ ମୂଳ ଦିଟାର ଯୋଗଫଳ କେତେ ହଉଛି। ମୂଳ ଦିଟାର ଯୋଗଫଳ ସୂତ୍ର ହଉଛି କଣ, -b/a, ନୁହେଁ କି? ପୂର୍ବରୁ ତ ମୁଁ କହିସାରିଛି। ତାହେଲେ ଏଠି ମୁଁ ଲେଖୁଛି -b/a। ତ ଏଠି ଯଦି ମୁଁ ଦେଖିବି b ଜାଗାରେ ତମର କଣ ଅଛି, a ନାହିଁ କି? ତାହେଲେ ମାନେ b ର ଭ୍ୟାଲୁଟା ଆମେ a କାଢିଛନ୍ତି, ତାହେଲେ -a/a। ସରି, a ର ମୂଲ୍ୟଟା କେତେ ଅଛି, 1 ଅଛି, ନୁହେଁ କି? 1 ଅଛି ମାନେ ମୁଁ କେତେ ଲେଖିବି, ଏଇଠି ମୁଁ ଲେଖିଦେବି 1। ଏଠି 1 ଲେଖିଲି, ତ ମତେ କେତେ ମିଳୁଛି, ଏଟା -a ମିଳିବ ନା, କାରଣ ତଳେ 1 ଲେଖିବାର କିଛି ମୂଲ୍ୟ ନଥାଏ। ଏବଂ ମୂଳ ଦିଟା ବି ଆମ ପାଖରେ ଅଛି, ଆଲଫାଟା 5 ଅଛି, ବିଟାଟା ତମର -3 ଅଛି। ତ 5 ପ୍ଲସ -3 ଗଲେ କେତେ ମିଳୁଛି, 2 ମିଳୁନି କି? ତା ମାନେ -a ହଉଛି ତମର 2। ତାହେଲେ a ର ମୂଲ୍ୟଟା କେତେ ହବ, ନେଗେଟିଭ ଟା ସେପଟୁ ନେଇଯାଅ, -2। ତାହେଲେ ଅପସନ B ହଉଛି କରେକ୍ଟ। ବୁଝିପାରିଲ? କ୍ୱେଶ୍ଚିନ୍ ଟା ବୁଝିପାରିଲ ତ? ତମକୁ ଗୋଟେ ସମୀକରଣ ଦେଇଥିଲା, ସମୀକରଣ ଗୋଟେ ବିଜା 5 ଦେଇଦେଇଛି। ତାହେଲେ a ର ମାନ କେତେ ହବ ପଚାରିଛି, ନୁହେଁ କି? a ଟା ଦେଖ ଏଠି ଲେଖା ହେଇଛି x² + x - 15। ତ ପ୍ରଥମେ ଆମେ କଣ କଲେ, ତମର a b c ତିନିଟା ଯାକ ମୁଁ ଲେଖିଦେଲି। ସାଧାରଣ ରୂପକୁ ଦେଖିକି ଲେଖିଦବ ହେଲା। ସାଧା ରୂପଟା କଣ ନା, a² + bx + c = 0। ଏଇଠି ଦେଖ x² ପୂର୍ବରୁ କିଛି ନାହିଁ ମାନେ କଣ, ଏଟା 1, ବୁଝିହେଲା? b ଜାଗାରେ କେତେ ଅଛି, a ଅଛି, c ଜାଗାରେ -15 ଅଛି। ମୂଳ ଦିଟାର ଗୁଣଫଳ ସୂତ୍ର କଣ, c/a। ତ c ଜାଗାରେ -15 ଅଛି, a ଜାଗାରେ 1 ଅଛି, ତ -15/1 = -15। ପୁନଶ୍ଚ ଗୋଟେ ବିଜୟ ତମକୁ 5 ଦେଇଛି, ତାହେଲେ ଆଲଫା ବିଟାଟା କେତେ, -15 ନା, ତାହେଲେ ବିଟାଟା କେତେ ହବ, -15/5, ତାହେଲେ କେତେ ହେଲା, -3। ତ ବର୍ତ୍ତମାନ ତୁମେ କଣ କରିବ ନା, ମୂଳ ଦିଟା ଯୋଗଫଳ ବି କାଢିଦବ, ଯୋଉଟା କି ହଉଛି -b/a। ତ b ଜାଗାରେ କେତେ, a ପକେଇବି ନା, କାରଣ b ର ମୂଲ୍ୟଟା ଆମେ a ପାଇଛନ୍ତି। ଓକେ, କନଫ୍ୟୁଜ ହବନି। ତ -a/1 ତମର ହେଇଗଲା -a, ଯୋଉଟା କି ତମର 2 ସହିତ ଇକ୍ୱାଲ, କାରଣ ମୂଳ ଦିଟା ଯୋଗଫଳ କେତେ ଆସୁଛି, 5 + -3 2। କାରଣ ଆଲଫାଟା ତମ ପାଖରେ ଅଛି 5, ବିଟା ଅଛି -3। ତ -a ଯଦି 2 ଆସୁଛି, ତାହେଲେ a ର ମୂଲ୍ୟଟା କେତେ ହବ, ମାଇନସ ଟା ସେପଟୁ ନେଇଯାଅ, -2। ଓକେ, ବୁଝିଗଲା ଏଇଟା? ନେକ୍ସଟ ଦେଖ, 2020 ରେ ବି ତମର ଆଉ ଗୋଟେ କ୍ୱେଶ୍ଚିନ୍ ଥିଲା, x² + x + 72 = 0 ସମୀକରଣ ଗୋଟିଏ ବୀଜ ନ ହେଲେ ଅନ୍ୟ ବୀଜଟି କେତେ ହବ? ତ ଦେଖ, ତମର ସମୀକରଣକୁ ଦେଖି ମୁଁ କଣ କହିଛି, ପ୍ରଥମେ a b c ତିନିଟା ଯାକ ଲେଖିଦବ। ତମର ଅଛି ax² + bx + c = 0 ଅଛି। ବୁଝିପାରିଲ? ତ ଏଠି ଯୋଉ ସମୀକରଣଟା ଦେଇଛି, ତାକୁ ଦେଖିକି ଯଦି ଆମେ ଲେଖିବା, ତାହେଲେ ଦେଖ x² ପୂର୍ବରୁ କିଛି ନାହିଁ ମାନେ a ର ଭାଲ୍ୟୁଟା କେତେ, 1 ହବ। b ଜାଗାରେ ତମର a ଲେଖା ହେଇଛି, ହେଲା, b ଜାଗାରେ a ଲେଖା ହେଇଛି, c ହଉଛି ତମର 72। ତ ଯଦି ମୂଳ ଦ୍ୱାର ଗୁଣଫଳ ଆଲଫା ବିଟା ମୁଁ ଏଠି କାଢୁଛି, ଆଲଫା ବିଟାର ଭାଲ୍ୟୁ କଣ, c/a। c ଅଛି 72, a ହଉଛି 1, ମାନେ ଗୁଣଫଳ ଆସିଗଲା 72। ତ ଦେଖ, ଗୋଟେ ମୂଳ ତ ତମ ପାଖରେ ଏଇଠି ଅଛି, 9 ଅଛି ନା, ଆଲଫାଟା ତମ ପାଖରେ କେତେ ଅଛି, 9 ଅଛି, ତାହେଲେ ବିଟାଟା କେତେ ହେଇଯିବ, କାରଣ ଏଠି ଆଲଫା ବିଟା ତମକୁ ମିଳିଯାଇଛି 72, ମୂଳ ଦ୍ୱୟର ଗୁଣଫଳ କେତେ, 72 ନା, ତାହେଲେ ବିଟାଟା କେତେ ହବ, 72 କୁ 9 ରେ ଡିଭାଇଡ କର, 8 ଆସିଯିବ। ଅପସନ ସି। ଦେଖିପାରୁଛ ତ କେତେ ଇଜି କ୍ୱେଶ୍ଚିନ୍ ରହୁଛି। ତ କନସେପ୍ଟ ସବୁ ବୁଝିଗଲେ ସବୁ କ୍ୱେଶ୍ଚିନ୍ ତମକୁ ଇଜି ଲାଗିବ। ନେକ୍ସଟ କ୍ୱେଶ୍ଚିନ୍ ଦେଖ, 2018 ରେ ତମକୁ ଦେଇଥିଲା ଯେ ଏକ ଦ୍ୱିଘାତ ସମୀକରଣ ନିର୍ଣ୍ଣୟ କର ଯାହାର କି ମୂଳଦ୍ୱୟ ସମଷ୍ଟି 4 ହେଉଥିବ ଏବଂ ସେମାନଙ୍କର ଅନ୍ତର 2√5 ହଉଥିବ। ତ ଦେଖ, ଦ୍ୱିଘାତ ସମୀକରଣ ଆମେ ଗଠନ କେମିତି କରିବା ନା, x² - ଆଲଫା + ବିଟା x + ଆଲଫା ବିଟା = 0। ମାନେ x² ଲେଖିଲି, ତାପରେ ମୁଁ ଲେଖିବି ମାଇନସ ମୂଳଦ୍ୱୟର ସମଷ୍ଟି, ତାକୁ x ସହିତ ଗୁଣିକି ଲେଖିବି, ଯୁକ୍ତ ମୂଳଦ୍ୱୟର ଗୁଣଫଳ = 0।
ବୁଝି ହଉଛି? ତ ଏଠି ତ ମୁଁ ଯାହା କୋଶ୍ଚିନ୍ ଦେଇଛି, କୋଶ୍ଚିନ୍ କଣ ଦେଇଛି? ମୂଳଧର ସମଷ୍ଟିଟା ଜଣା ଅଛି ଆମକୁ, ହେଲା, ଆଲଫା ପ୍ଲସ୍ ବିଟା। ଆଲଫା ପ୍ଲସ୍ ବିଟା ଅଛି 4। ଏଠି ତମର ଅନ୍ତରଟା ଦେଇଛି ଆଲଫା ମାଇନସ୍ ବିଟା ଇକ୍ୱାଲ ଟୁ କେତେ? 2√5। ତ ଏଠି ଆମେ ଗୋଟେ କାମ କରିପାରିବା, ଦେଖ, ଆଲଫା ପ୍ଲସ୍ ବିଟା, ଆଲଫା ମାଇନସ୍ ବିଟା, ଦିଟା ଯାକ ଯଦି ମୁଁ ମିଶେଇ ଦେବି, ପ୍ଲସ୍ ବିଟା ମାଇନସ୍ ବିଟା କଟିଲା, 2 ଆଲଫା ଇକ୍ୱାଲ ଟୁ କେତେ? 4 ପ୍ଲସ୍ 2√5। 4 ପ୍ଲସ୍ 2√5, এটা 2 ଆଲଫା। ତାହେଲେ ଆଲଫା କେତେ ହେଇଯିବ ନା 4 ପ୍ଲସ୍ 2√5/2। ବୁଝିହେଲା? ତ 4 ଟା 2 ରେ କଟିଲେ କେତେ? এটা হব 2, 2√5/2 হଉଛି √5। ତ 2 ପ୍ଲସ୍ √5 ହଉଛି ତମର ଆଲଫା। ତାପରେ ଦେଖ, ତମର ମୂଳଦ୍ୱୟର ସମଷ୍ଟି 4 ଦେଇଥିଲା, ମାନେ ବିଟାଟା ତମର କେତେ ହେଇଯିବ? ବିଟାଟା ତମର ହେଇଯିବ 4 ମାଇନସ୍ 2 ପ୍ଲସ୍ √5। ତ ଏଇଟା ତମର ହେଲା 4 ମାଇନସ୍ 2 ମାଇନସ୍ √5। ତ 2 ମାଇନସ୍ √5। ଓକେ। ତ ଦିଟା ଯାକ ମୂଳ ଯଦି ଆମକୁ ମିଳି ଯାଇଛି, ବର୍ତ୍ତମାନ ଆମେ ମୂଳ ଦିଟାର ଗୁଣଫଳ ବି କାଢି ଦେଇ ପାରିବା, କାରଣ ମୂଳ ଦିଟାର ଗୁଣଫଳ ଲାଷ୍ଟକୁ ଆଡ୍ ହବ ନା। ତ ଆଲଫା ବିଟା, ଆଲଫା ତମ ପାଖରେ ଥିଲା 2 ପ୍ଲସ୍ √5, ଓକେ, ଏବଂ ବିଟା ତମ ପାଖରେ ଅଛି 2 ମାଇନସ୍ √5। ତ ଏଇଟା ଯଦି ଆମେ ଦେଖିବା, ତମର a ପ୍ଲସ୍ b a ମାଇନସ୍ b ଫର୍ମାଟରେ ଅଛି, ନୁହେଁ କି? ଯଦି ମୁଁ x ପ୍ଲସ୍ y କୁ x ମାଇନସ୍ y ଦ୍ୱାରା ଗୁଣିବି, ମତେ କେତେ ମିଳିବ? x ସ୍କ୍ୱାର ମାଇନସ୍ y ସ୍କ୍ୱାର। ତା ମାନେ ଏଇଟା ତମର କେତେ ହେଇଯିବ ନା 2 ର ସ୍କ୍ୱାର ମାଇନସ୍ √5 ର ସ୍କ୍ୱାର। 2 ର ସ୍କ୍ୱାର ହଉଛି 4, √5 ର ସ୍କ୍ୱାର ହଉଛି 5। ତ 4 ମାଇନସ୍ 5 କେତେ ହବ? -1। ତ ଦେଖ, ବର୍ତ୍ତମାନ ତୁମେ ସମୀକରଣଟି ଲେଖିଦେଇ ପାରିବ। ତ ଏଟା ମୁଁ କେତେ ଲେଖିବି ଦେଖିବା। ଦେଖ, x ସ୍କ୍ୱାର ମାଇନସ୍ ମୂଳଦ୍ୱୟର ସମଷ୍ଟି, ମୂଳଦ୍ୱୟ ସମଷ୍ଟି ଆମକୁ ଜଣା ଅଛି 4 ବୋଲି, ତ ମୁଁ ଲେଖିଲି 4, 4 ଇଣ୍ଟୁ x ପ୍ଲସ୍ ମୂଳଦ୍ୱୟର ଗୁଣଫଳ ଏଇଠି କାଢିଲେ କେତେ କାଢିଲେ? -1। ତ ଏଠି ପ୍ଲସ୍ ମାନେ -1 ଲେଖିବି ମାନେ କଣ? ପ୍ଲସ୍ ଟା କାଟିଦେବି, ବୁଝିପାରୁଛ? କାରଣ ମୁଁ ଏମିତି ଯଦି ଲେଖିବି ପ୍ଲସ୍ -1, ତାର ଅର୍ଥ କଣ? -1 ନା। ତ -1 ଇକ୍ୱାଲ ଟୁ 0। এইটা হচ্ছে তোমার আনসার, ଯୋଉଟା କି ଅପସନ ସି ରେ ଅଛି। ବୁଝିପାରିଲ ପୁରା କ୍ଲିୟରଲି? କିଛି ଡାଉଟ ନଥିବ? ନେକ୍ସଟ ଦେଖ, 16 ମସିହାରେ ତମର କ୍ୱେଶ୍ଚିନ୍ ଆସିଥିଲା ଯେ x² + 12x + c ଇକ୍ୱାଲ ଟୁ 0 ର x ଇକ୍ୱାଲ ଟୁ 18 ଏକ ସମାଧାନ ହେଲେ ଅନ୍ୟ ସମାଧାନଟି କେତେ? ତ ସମୀକରଣଟି ଫାଷ୍ଟ ମୁଁ ଲେଖି ଦଉଛି, x² + 12x + c ଇକ୍ୱାଲ ଟୁ 0। ତ ଦେଖ, ସମୀକରଣ ଗୋଟେ ସମାଧାନ ତମକୁ ଦେଇଛି 18। ତ ଆଲଫା ଟା ଲେଖିଦିଅ ଯେ 18 ବୋଲି। ଓକେ। ତ ଏଠି a ତମର ଦେଖ 1 ଅଛି, b ଜାଗାରେ ତମର 12 ଅଛି, c ଜାଗାରେ c ଅଛି, ନୁହେଁ କି? ତ ମୂଳଦ୍ୱୟର ଯୋଗଫଳ ମାନେ ଆଲଫା ପ୍ଲସ୍ ବିଟା ଯଦି ମୁଁ ଲେଖିବି, କେତେ ହବ? -b/a। b ଜାଗାରେ 12 ଅଛି, ତ -12/1 କେତେ ହଉଛି? ତମର -12 ହଉଛି। ତା ମାନେ ଆଲଫା ଟା ଆମର 18 ନେଇଛନ୍ତି, ତ 18 ପ୍ଲସ୍ ବିଟା ଇକ୍ୱାଲ ଟୁ -12। ତାହେଲେ ଗୋଟେ କାମ କର, 18 ଟା ସେପଟକୁ ନେଇଯାଅ, ବିଟା ଟା କେତେ ହବ? -12 - 18 ଇକ୍ୱାଲ ଟୁ -30। ଓକେ। ତ ତମର ଅପସନ ସି ହଉଛି ଏଠି କରେକ୍ଟ। ବୁଝିପାରିଲ? ନେକ୍ସଟ ଦେଖ, ଏଇଟା ତମର ଏଇ ବର୍ଷ କ୍ୱେଶ୍ଚିନ୍ ଟି ଆସିଛି 2025 ରେ, ହେଲା। ଓକେ। x² - bx + c = 0 ସମୀକରଣର ଗୋଟିଏ ବୀଜ b/2 - m ହେଲେ ଅନ୍ୟ ବୀଜଟି କେତେ? ତ ଦେଖ, ପ୍ରଥମେ ଆମେ ସମୀକରଣଟି ଲେଖିବା
ତ ମୁଁ ଦେଇଛି x ସ୍କ୍ୱାର ମାଇନସ୍ bx ପ୍ଲସ୍ c ଇକ୍ୱାଲ୍ ଟୁ 0। ଏ ଜାଗାରେ କେତେ ଅଛି 1 ଅଛି। b ଜାଗାରେ ଆମେ ଯଦି ଦେଖିବା ମାଇନସ୍ ଅଫ୍ b ଲେଖା ହେଇଛି, ବୁଝିପାରୁଛ ତ? ମାଇନସ୍ b ଲେଖା ହେଇଛି। c ଜାଗାରେ c ଅଛି। ତ ମୂଳ ଦ୍ୱର ଯୋଗଫଳ ଆଲଫା ପ୍ଲସ୍ ବିଟା, ମୂଳ ଦିଟା କି ଆଲଫା ବିଟା ନବା। ଆଲଫା ପ୍ଲସ୍ ବିଟା କେତେ ମାଇନସ୍ b ବାଇ a, ମାନେ x ପୂର୍ବରୁ ଯୋଉଟା ଲେଖା ଯାଇଛି ତାର ନେଗେଟିଭ ଟା ନବ। କଣ ଅଛି b ଟା ଆମର ମାଇନସ୍ b ଅଛି ନା, ମାନେ ମାଇନସ୍ ଅଫ୍ ମାଇନସ୍ b ନବ। କନଫ୍ୟୁଜ ହବନି ହେଲା, b ଜାଗାରେ ତମର ମାଇନସ୍ b ଲେଖା ହେଇଛି। ଓକେ, ମାଇନସ୍ b ଅଫ୍ ମାଇନସ୍ b, ଏ ଜାଗାରେ 1 ଅଛି ତ ତଳେ ଲେଖିଲି 1। ତା ମାନେ ଆଲଫା ପ୍ଲସ୍ ବିଟା ତମର ଆସିଗଲା ମାଇନସ୍ ଅଫ୍ ମାଇନସ୍ ବି ହଉଛି b, b ବାଇ 1 ତମର ହେଇଗଲା b। ଓକେ, ତ ଗୋଟେ ବୀଜ ତମକୁ ଦେଇଦେଇଛି b ବାଇ 2 ମାଇନସ୍ m। ତ ଆଲଫାଟା ତମ ପାଖରେ ଅଛି ହେଲା, ଆଲଫାଟା ତମକୁ ଦେଇଦେଇଛି b ବାଇ 2 ମାଇନସ୍ m। ତ ଏଇଠୁ ମୁଁ ଲେଖି ଦେଇପାରିବି ଯେ b ବାଇ 2 ମାଇନସ୍ m ପ୍ଲସ୍ ବିଟା ଇକ୍ୱାଲ୍ ଟୁ b। ତ ଏଇଥିରୁ ମୁଁ ବର୍ତ୍ତମାନ ବିଟାଟା କାଟି ଦେଇପାରିବି। b ବାଇ 2 ଟା ସେପଟକୁ ନେଇଯାଅ, ଏପଟେ ପଜିଟିଭ ଥିଲା ସେପଟକୁ ଗଲେ ମାଇନସ୍, m ଟା ଏପଟେ ନେଗେଟିଭ ହେଇକି ଅଛି ସେପଟକୁ ଗଲେ ପ୍ଲସ୍। ତ ବର୍ତ୍ତମାନ କେତେ ହବ, ତଳେ ଲସାଗୁ ନିଅ 2। ତ ଦେଖ 2 ଲସାଗୁ ନେଲା ପରେ ଉପରେ କେତେ ହବ, ଏଟା 2b, ଏଠି ରହିବ ମାଇନସ୍ b, ଏଠି ତମର ହବ ପ୍ଲସ୍ 2m। 2b ରୁ b ଗଲେ ହଉଛି b, ତ b ପ୍ଲସ୍ 2m ବାଇ 2। ତ ଏଇଟା ମୁଁ ଲେଖିପାରିବି ଯେ b ବାଇ 2 ପ୍ଲସ୍ 2m ବାଇ 2, ଏମିତି ଲେଖିପାରିବି। ତ 2m ବାଇ 2 ଟା ତମର ହେଇଯିବ m, b ବାଇ 2 ଟା ସେମିତି ଥାଉ। ତ ଦେଖ b ବାଇ 2 ପ୍ଲସ୍ m, ଏଇଟା ହଉଛି ତମର ଆନ୍ସର। ବୁଝିପାରିଲ ତ? ଏମିତି କରିପାରିବ। ଦେଖ ମୁଁ ତମକୁ ବୁଝଉଛି ବୋଲି ଏତେ ଜିନିଷ କରୁଛି, କିନ୍ତୁ ତମେ ଦେଖିଲ ଯେ ମୂଳ ଦିଟା ଯୋଗଫଳ କେତେ ମାଇନସ୍ b ବାଇ a, ଏ ଜାଗାରେ 1 ଅଛି ତ ତଳେ କିଛି ଲେଖିବାର ନାହିଁ। ଏବଂ x ର ଯୋଉ ସହଗଟା ଅଛି ତାର ନେଗେଟିଭ ନେଲେ କେତେ ହଉଛି b ହେଇଯାଉଛି ନା, ଖାଲି b। ଏବଂ ତମେ ଦେଖିଲ ଯେ ଏଠି b ବାଇ 2 ମାଇନସ୍ m ଗୋଟେ ମୂଳ ଅଛି। ତମେ ଚିନ୍ତା କରିବ ଯେ ଏଥିରେ ମୁଁ କେତେ ମିଶେଇଲେ ମତେ b ମିଳିବ। ତମେ ଦେଖୁଛ ଯେ ଏଠି b ବାଇ 2 ଅଛି, ତାହେଲେ b ବାଇ 2 ମିଶେଇବାକୁ ପଡିବ। ତ b ବାଇ 2 ମିଶେଇଲେ ଏଟା b ହେଇଯାଉଛି, ମାନେ ମୋର ଏଇ ଯୋଉ m ଟା ମତେ କାଟିବାର ଅଛି, ମାଇନସ୍ m ଅଛି ଏଠି, ତ କଣ କରିବି ମୁଁ ପ୍ଲସ୍ m କରିଦେବି ନା। ବୁଝିପାରୁଛ, କାରଣ ମାଇନସ୍ ଆଉ ପ୍ଲସ୍ କଟିଯିବ, ତ b ବାଇ 2 ମିଶି b ହେଇଯିବ। ତ ତମେ ଅପସନ ଦେଖିକି ବି ଆରାମସେ କରିଦେଇ ପାରିବ, ଗୋଟେ ମିନିଟରେ ହେଇପାରିବ ହେଲା। ତ ଦ୍ୱିଘାତ ସମୀକରଣ କୋଶ୍ଚିନ୍ ଗୁଡିକ ଏଇଭଳି ଭାବରେ ତମେ ଫର୍ମୁଲା ୟୁଜ କରି କରିଦେଇ ପାରିବ, ଇଜି ରହୁଛି। ଏବଂ ଯେତିକି ଦରକାର ତମେ ଏତିକି ଫର୍ମୁଲାରେ ସବୁ କୋଶ୍ଚିନ୍ ହବ ହେଲା। ତ ଦ୍ୱିଘାତ ସମୀକରଣ ତମର ପୁରା ଇଜି ଟପିକ, ସବୁ କୋଶ୍ଚିନ୍ ଆରାମସେ ହବ, କିଛି ଅସୁବିଧା ନାହିଁ। ସୋ ଏଇ ସବୁ କୋଶ୍ଚିନ୍ ପ୍ରାକ୍ଟିସ କରିଦିଅ, ନେକ୍ସଟ ଭିଡିଓରେ ଆମେ ଗୋଟେ ଅଲଗା ଟପିକ ଦେଖିବା। ଓକେ, ସମସ୍ତଙ୍କୁ ପରୀକ୍ଷା ପାଇଁ ବେଷ୍ଟ ଅଫ ଲକ୍।